କବିତାର ଶୀର୍ଷକ ମୁଁ ନୁହେଁ ପଳାତକ। ମୁଁ କେବେ ତ ହାରିନି କିମ୍ବା ଘୋଷଣା ବି କରିନି ପରାଜିତ ବୋଲି। କାନ୍ଧରେ କାନ୍ଧେଇଥିବା ବୋଝମାନଙ୍କଠୁ କେବେ ମୁକ୍ତି ବି ଚାହିଁନି କିମ୍ବା ନିଜଠାରୁ ନିଜେ କେବେ ଲଙ୍ଘିତ ଯାଇନି। ମୁଁ ତଥାପି ତ ବଞ୍ଚିଛି। ପ୍ରାପ୍ତି ଅପ୍ରାପ୍ତି, ହସ ଲୁହ, ଛଳନା ପ୍ରତାରଣା, ସ୍ନେହ ଘୃଣା, ମାନ ଅଭିମାନ ସବୁକୁ ସ୍ୱାଗତ କରିଛି। କେବେ ବାଞ୍ଛିତ କରିନି। ମୁଁ ସହିଛି। ବିନା ଇଙ୍ଗିତରେ ଆସୁଥିବା ଝଡ଼ଝଞ୍ଜାକୁ ମୁଣ୍ଡପାତି କେବେ ଡରି ତ ଯାଇନି। ଯାହା ପାଇବାର ଥିଲା କିମ୍ବା ଯାହା ପାଇବାକୁ ସ୍ୱପ୍ନ ଦେଖୁଥିଲି ତାହା କେବେ ତ ପାଇନି। ଆଉ ଯାହା ମୁଁ ପାଇଛି ଏହି ଭଙ୍ଗା ଗଢ଼ା ଦୁନିଆରେ ତାହା ସବୁ ସମୟ ହାତରେ ଛାଡ଼ି ମୁଁ ଦେଇଛି। କେବେ ମନ ଉଣା ତ କରିନି। ହେଲେ ଆଜି ଜୀବନର ଅପରାହ୍ନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବସର ନେଉଛି। ଏକାକୁ ମୁଁ ଯାଉଅଛି ଚାଲି କେଉଁ ଏକ ମରୁଭୂମି ଦେଇ। ହୁଏତ ସେଠି ମୋତେ ଲୁଚେଇ ଦେବ ସମୟର ବାଲିଚର କେଉଁ ଏକ ଅନ୍ଧକାର ଜରାଜୀର୍ଣ୍ଣ ନିଷିଦ୍ଧ ପ୍ରଦେଶ, ଯେଉଁଠାରେ ଅପେକ୍ଷା କରିଥିବ ମୃତ୍ୟୁ। ଲିଭେଇ ଦେବ ସବୁ ଯାହା ଦିନେ ପାଇଥିଲି ସମୟର ହାତେ। ହଜିଯିବ ମୋ ସ୍ଥିତି, ପ୍ରେମ ଘୃଣା ସବୁ କିଛି। ଆଉ ଫେରିବି କି ନାହିଁ କିଛି ମୁଁ ଜାଣିନି। ତଥାପି ତ ମୁଁ ଦୁଃଖ କରୁନି। ହେଲେ ସମୟର ଏହି କ୍ରୂର ବେଳାରେ ବିଦାୟ ନେବି ମୁଁ। ତଥାପି ତ କହୁଥିବି ପରାଜିତ ନୁହେଁ ମୁଁ, ପଳାତକ ନୁହେଁ। କରିଛି ସଂଘର୍ଷ ଜୀବନ ଯୁଦ୍ଧରେ। ପରାଜିତ ନୁହେଁ ମୁଁ, ପଳାତକ ନୁହେଁ, ପଳାତକ ନୁହେଁ।